ଶ୍ରୋତା ବନ୍ଧୁ 70 ଦଶକରେ ଯେଉଁମାନେ ଜନ୍ମ ଲାଭ କରିଥିବେ ସେମାନେ ନିଶ୍ଚିତ ଭାବରେ ଏବେ ଏଇ ଏକବିଂଶ ଶତାବ୍ଦୀରେ ଯେଉଁ ସମୟକୁ ଉତ୍ତର ଆଧୁନିକତାର ଯୁଗ କୁହାଯାଉଛି ନିଶ୍ଚିତ ଭାବେ ଗାଁ ଜୀବନକୁ ଝୁରି ହେଉଥିବେ। ଡିବି ଲଣ୍ଠନର ସେଇ କିରୋସିନର ପୋଡ଼ା ଗନ୍ଧ ସାଙ୍ଗରେ ସଞ୍ଜ ନଈ ଆସୁଥିଲା। ଦୂରରୁ ଭାଗବତ ଟୁଙ୍ଗିରୁ ନବଗୁଜ୍ଜରୀ ରାଗରେ ଭାଗବତର ଧ୍ୱନି ସହିତ ଘଣ୍ଟ ଆଉ ଗିନିର ଝଙ୍କାର ଆଖି ଖୋଲିଦେଲା ବେଳକୁ ଝରକା ସେପାଖେ ଅଚିହ୍ନା ଚଢ଼େଇର କିଚିରିମିଚିରି ସ୍ୱର, ଡାମରା କାଉର କା କା ଡାକ ସାଙ୍ଗକୁ କୁକୁଡ଼ାର କୁକୁଡ଼ୁକୁ ହୁରି। ଉଛୁଳା ଟୁବି ଗଡ଼ିଆମାନଙ୍କରେ ନୀଳ କଇଁ ଫୁଲଙ୍କ ଆସର ଭିତରେ ନିଜ ସ୍ଥିତିକୁ ସାବ୍ୟସ୍ତ କରି ଉହୁଙ୍କି ଉଠି ଆଣ୍ଟ ଦେଖାଉଥିବା ନାଗଦଳ, ବାଇଗଣୀ ରଙ୍ଗର ନାଗଫୁଲ। ବିଲ ରାସ୍ତା ସାରା ପିତା ସାଗର ଝାଲେରି, ଗୁହାଳମାନଙ୍କରୁ ଫିଟେଇ ଦେଇଥିବା ଗାଈମାନଙ୍କ ହମ୍ବା ରଡ଼ି, ଗାଈଆଳମାନଙ୍କର ହହର ଆକଟ, ଝାଟି ମାଟିର ଘର ଓ ତାଟି ବୁଜିବା ପାଇଁ ଶଗଡ଼ରେ ବୁହା ହୋଇ ଆସୁଥିବା ଜଙ୍ଗଲି ଝାଟିଆ ଡାଳ ଆଉ ଧାନ ବସ୍ତା। ମନେ ଅଛି ତ? ଶ୍ରୋତା ବନ୍ଧୁ, କିନ୍ତୁ ସମୟାନୁକ୍ରମେ ଜଗତୀକରଣର ଏ ସମୟରେ ଗାଁ ଏକ ରୂପକ ପାଲଟିବାକୁ ବସିଲାଣି। ତାର ଏକ ସୁନ୍ଦର ଅନୁଭବ ଆମକୁ ଥରେ ମିଳିଥିଲା ଗୋଟେ ସୁନ୍ଦର ଗପରେ, ଗୋଦାବରୀଶ ମହାପାତ୍ରଙ୍କର ମାଗୁଣୀର ଶଗଡ଼ ଗଳ୍ପରେ, ଯେଉଁଥିରେ ସହରୀ ସଭ୍ୟତାର ଆଁ ଭିତରେ ଗାଁର ପ୍ରତିଟି ସ୍ଥିତି ବିଡ଼ମ୍ବିତ ହୋଇଯାଇଛି। ସେଇଭଳି ଏକ ଦୃଶ୍ୟମାନ ଗପ ଯାହାର ଶୀର୍ଷକ ହେଉଛି ଗାଁ କଡ଼ରେ ହାଇୱେ। ଗପଟିକୁ ପଢ଼ିବା ପରେ ଆପଣମାନେ ହୁଏତ ତା ଭିତରେ ଗପ ଖୋଜି ପଚାରିବେ ଏଥିରେ ଗପ କ'ଣ ଥିଲା? ହୁଏତ କହିବେ ଗପକୁ ଆପଣ ପାଇଲେନି ବୋଲି, କିନ୍ତୁ ସେମିତି ଆଦୌ ନୁହେଁ। ସମୟ ପରି ଗପ କହିବାର ପରିବେଶ ଓ ଶୈଳୀ ମଧ୍ୟ ଗାଳ୍ପିକମାନଙ୍କର ବଦଳି ଯାଇଛି ଶ୍ରୋତା ବନ୍ଧୁ। ଉତ୍ତର ଆଧୁନିକତାର ଏ ବସ୍ତୁବାଦୀ ଜଗତରେ କାହାଣୀ ସବୁ କେବଳ ଗାଳ୍ପିକର ଅନୁଭବାତ୍ମକ ଶବ୍ଦଚିତ୍ରରେ ମେଟାଫର ଭଳି ଝୁଲି ରହିଛି। ଏ ଗପଟି ମୈଥିଳୀ ଭାଷା ସାହିତ୍ୟର ଜଣେ କୃତବିଦ୍ୟ କଥାକାର ଅଶୋକ କୁମାର ଝାଙ୍କର, ଯିଏ ଅଶୋକ ନାମରେ ବେଶ୍ ପରିଚିତ ଏବଂ ସେ ସାମାଜିକ ସମସ୍ୟାଗୁଡ଼ିକୁ ତାଙ୍କ ଗଳ୍ପର ମୁଖ୍ୟ ଉପଜୀବ୍ୟ ଭାବରେ ଗ୍ରହଣ କରନ୍ତି। ତାଙ୍କର ସେଇ ଗଳ୍ପକୁ ଓଡ଼ିଆ ଅନୁବାଦ କରିଛନ୍ତି ଆମ ସମୟର ଜଣେ ବିଶିଷ୍ଟ କବି, ଗାଳ୍ପିକା ତଥା ଜଣେ ଦକ୍ଷ ଅନୁବାଦିକା। ସେ ହେଉଛନ୍ତି ଶ୍ରୀମତୀ ସଂଯୁକ୍ତା ନାୟକ। ଅନୁବାଦିକା ସଂଯୁକ୍ତା ନାୟକ ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷା ସାହିତ୍ୟରେ ବେଶ୍ ପାରଦର୍ଶୀ। ଅନୁବାଦ ପ୍ରତି ଅନୁବାଦିକାଙ୍କର ବେଶ୍ ପ୍ରତିଶ୍ରୁତି ରହିଛି ଏବଂ ତାଙ୍କର ଏହି ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ସେ ମୂଳ କୃତିର ଭାବମୂଲ୍ୟକୁ ବେଶ୍ ସୁରକ୍ଷିତ ରଖିବା ପ୍ରତି ଦାୟିତ୍ୱସମ୍ପନ୍ନ ଓ ସତର୍କ ମଧ୍ୟ ହୋଇଛନ୍ତି। ପ୍ରକୃତରେ ଶ୍ରୋତା ବନ୍ଧୁ, ଅନୁବାଦ ହେଉଛି ବିଶ୍ୱକୁ ଗବାକ୍ଷ। ତେଣୁ ଜଣେ ଅନୁବାଦକ ଯେତେବେଳେ କୌଣସି ମୂଳ କୃତିରୁ ଅନୁବାଦ କରେ, ନିଶ୍ଚିତ ଭାବରେ ସେ ଭାବଧାରାକୁ, ଯେଉଁ ମୂଳ କୃତିର ରଚନାର ରଚୟିତାଙ୍କ ଭାବଧାରାକୁ ନିଜ ଭିତରେ ସାଧ୍ୟ ମତେ ଧାରଣ କରି ରୂପାନ୍ତରିତ କରିବାକୁ ପଡ଼େ ଲେଖାଟିକୁ, ଯାହାକି ଅନୁବାଦିକା ସଂଯୁକ୍ତା ନାୟକ ସୁନ୍ଦର ଭାବରେ କରିଛନ୍ତି। ତେବେ ଆସନ୍ତୁ ଶୁଣିବା ଏକ ଗପହୀନ ଗପ ଯାହାର ଶୀର୍ଷକ ଗାଁ କଡ଼ରେ ହାଇୱେ। ଅନୁବାଦିକା ଶ୍ରୀମତୀ ସଂଯୁକ୍ତା ନାୟକ। ଏଥର ଗାଁକୁ ଆସି ମୁଁ ଗୋଲିକୁ ଦେଖିବାକୁ ପାଇଲି ନାହିଁ। ଗୋଲାକୁ ଦେଖିବାକୁ ପାଇଲି ନାହିଁ। ଗୋଲା ଥିଲା ଏ ସାହିର କୁକୁର, ସମସ୍ତଙ୍କ ଆତ୍ମୀୟ। ପୁରା ସାହିର ସମସ୍ତଙ୍କୁ ଲାଗୁଥିଲା ଗୋଲା ତାଙ୍କ ନିଜ ପୋଷା କୁକୁର। ପାଟନାରୁ ଆସି ମୁଁ ଯେମିତି ଘର ଦୁଆର ମୁହଁରେ ପହଞ୍ଚେ, ଗୋଲା କେଉଁଠି ଥାଏ କେଜାଣି ଦୌଡ଼ି ଆସେ। ମୋ ଚାରିପାଖରେ ବି ଚାରି ଘେରା ଚକ୍କର କାଟେ।
ତାପରେ ମୋ ଗୋଡ଼ ପାଖରେ ବସି ମୁହଁକୁ ଚାହିଁ ରହେ। ସବୁଥର ସେ ମତେ ଏମିତି ଚାହିଁ ରହିବା ଦେଖି ମତେ ଭାରି ହସ ମାଡ଼େ। କିଛି ଗୋଟାଏ ଲାଞ୍ଚ ନ ନେଇ ସେ ସେଠୁ ହଟିବ ନାହିଁ। ମୁଁ ବ୍ୟାଗରୁ ବିସ୍କୁଟ ବା ସୁନପାପୁଡ଼ି ଯାହା ବି ଥିବ ବାହାର କରି ତାକୁ ଦିଏ। ସେ ଆରାମରେ ସେତକ ଖାଇଦେଇ ସାରିଲା ପରେ ଚାଲିଯିବ। ଆଜି କିନ୍ତୁ ଗୋଲା ଦିଶୁନାହିଁ। ସମସ୍ତେ ଆସିଲେ କିନ୍ତୁ ଗୋଲାର ଦେଖା ନାହିଁ। ମତେ ଏମିତି ଏଣେ ତେଣେ ଆଖି ବୁଲେଇବା ଦେଖି ମୁନମୁନ ବୁଝିଗଲା ମୁଁ କାହାକୁ ଖୋଜୁଛି। ପଚାରିଲା, ଗୋଲାକୁ ଖୋଜୁଛୁ? ଗୋଲା ତ ମରିଗଲା। ମୁଁ କାବା ହେଇଗଲି। କଣ? ଗୋଲା ମରିଗଲା? ସେ ଭଲ ଥିଲା, ବେଶ ହୃଷ୍ଟପୃଷ୍ଟ। ତାର ପୁଣି କଣ ହେଲା? ମୁଁ ପଚାରିଲି, ଆଉ ଉତ୍ତର ଆଶାରେ ମୁନମୁନ ମୁହଁକୁ ଚାହିଁଲି। ସେ ବି ଟିକେ ଉଦାସ ହୋଇଗଲା। ମନ ଦୁଃଖରେ କହିଲା, ଆରେ ଏ ଯେଉଁ NH ତିଆରି ହେଇଛି ତା ପାଇଁ ସାରା ଗାଁର କୁକୁରମାନେ ମରୁଛନ୍ତି। ଗୋଲା ବି NH ଉପରେ ଗାଡ଼ି ତଳେ ଚାପି ହୋଇଗଲା। ଅନାୟାସରେ ମୋ ମୁହଁରୁ ବାହାରିଗଲା, ଚାପି ହେଇଗଲା? ହେ ଭଗବାନ! କେମିତି ହେଲା? ମୁନମୁନ କହି ଚାଲିଲା। ଗୋଟାଏ ଶିଆଳ କୁଆଡ଼ୁ ଆସି ସାହିରେ ପଶିଗଲା। ଶିଆଳକୁ ଗୋଡ଼େଇ ଗୋଲା NH ଉପରକୁ ଚାଲିଗଲା। ଶିଆଳ ତ ପଳେଇଲା, କିନ୍ତୁ ଗୋଲା ଗୋଟାଏ ଡବଲ ଡେକ୍ର ବସ୍ ଚକ ତଳେ ଫସିଗଲା। ବାସ୍ ସେଇଠି ରାମନାମ। 100 କିଲୋମିଟର ବେଗରେ ଦୌଡ଼ୁଥିବା ଗାଡ଼ିରେ ହଠାତ୍ ବ୍ରେକ୍ ତ ଲଗାଇ ହେବ ନାହିଁ। ମୁନମୁନ ଠାରୁ ଗୋଲାର ମୃତ୍ୟୁର ବିବରଣୀ ଶୁଣି ମୋର ଖୁବ୍ ମନ ଦୁଃଖ ହେଲା। ତା କଥା ଭାରି ମନେ ପଡ଼ିଲା। ତା ପିଲାଦିନଠୁ ନେଇ ଯୁବା ବୟସ ପର୍ଯ୍ୟନ୍ତ ତାର ସମସ୍ତ ରୂପ ଓ ଆଚରଣ ମୋ ଆଖି ଆଗରେ ଭାସି ଚାଲିଲା। ଛୋଟବେଳେ କେତେ ଚଞ୍ଚଳ ଥିଲା। ଆଉଲି ଥିଲା ତା ମା। ବକୁଭାଇ ତା ମାକୁ ତାଙ୍କ ଶ୍ୱଶୁର ଘରୁ ଆଣିଥିଲେ। ସେ ସବୁବେଳେ ଅଉରୀର ସେବାରେ ଲାଗିଥିଲେ। ତାଙ୍କୁ ଯାହା ବି ଖାଦ୍ୟ ମିଳୁଥିଲା ସେଥିରୁ ଗୋଟିଏ ଭାଗ ସେ ଅଉରୀକୁ ଖୁଆଇ ଦଉଥିଲେ। ଛୋଟିଆ ଦେହଟିର ମାଲିକାଣୀ ଅଉରୀ। ତା ଯୌବନରେ ବଡ଼ ଆଟରେ ଚଲାବୁଲା କରୁଥିଲା। ସେ ସାରା ଜୀବନ ଆମ ଘରଲୋକଙ୍କ ସାଙ୍ଗରେ ରହିଲା। ଗୋଲା ତାରି ପୁଅ। ତା ଠାଣି ଗୋଟେ ବାଘ ପରି। କୋଉ ଅଚିହ୍ନା ମଣିଷର ସାହସ ନଥିଲା ତା ସାମ୍ନାରେ ଆମ ଦୁଆର ପାରି ହୋଇ ଚାଲିଯିବ। ଆଜି ପର୍ଯ୍ୟନ୍ତ ସେ କାହାକୁ କାମୁଡ଼ି ନଥିଲା। କିନ୍ତୁ ଏମିତି ଗର୍ଜନ କରିବ ଯେ ଲୋକ ଛାନିଆ ହୋଇଯିବେ। କାହିଁକି କେଜାଣି ଗୋଲାର ମରଣ ମତେ ଅତ୍ୟଧିକ ଦୁଃଖୀ କରିଦେଲା। ମତେ ଲାଗିଲା ଏଣିକି ସ୍ୱଚ୍ଛଳ ବିନା ପଟିବାଲା ଦେଶୀ କୁକୁରଙ୍କ ବଂଶ ଲୋପ ପାଇଯିବ। ଗାଁର ଜଗୁଆଳି କେହି ରହିବେ ନାହିଁ। ଏବେଠାରୁ କେବଳ ପଟି ଲଗା ଜଞ୍ଜିର ବନ୍ଧା ବିଦେଶୀ ଜାତିଆ କୁକୁର ମିଳିବେ, ଯେଉଁମାନେ ଗୋଟିଏ ଘରେ ଜଣେ ମାଲିକଙ୍କ ଅଧୀନରେ ରହିବେ। କେବଳ ସେଇ ଜଣେ ମାଲିକଙ୍କ ସୁଖ ଦୁଃଖର ସାଥୀ ହେବେ। ସେଇ ଜଣଙ୍କର ଘର ଜଗିବେ। ପୁରା ଗାଁର ସବୁ ସାହିର ରଖୁଆଳ ଦେଶୀ ପ୍ରଜାତି କୁକୁରମାନେ NH ଉପରେ ଗୋଟି ଗୋଟି ହୋଇ ମରିବେ। ଗାଁ କଡ଼ ଦେଇ ଯାଇଥିବା ଏଇ ଲମ୍ବା ଚଉଡ଼ା ରାଜପଥ ଗାଁର ସଡ଼କ ନୁହେଁ। ତା ଉପର ଦେଇ ଯାଉଥିବା ମଣିଷମାନେ ସବୁବେଳେ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ବ୍ୟଗ୍ର। କେତେ ଶୀଘ୍ର କେତେ ଅଧିକ ରାସ୍ତା ଅତିକ୍ରମ କରିବେ ସେଇ ହିସାବ କରି ସେମାନେ ଧାଉଁଥାନ୍ତି। ଏଠାରେ ଗତି ହିଁ ସତ୍ୟ। ଏବେ ତ ଫଟ୍ କରି ବସ୍ ଆସିବ, ଚଟ୍ କରି ଯେଉଁ ଜାଗାରେ ଚାହିଁବ ପହଞ୍ଚାଇ ଦେବ। ଜହ୍ନ ରାତିରେ ବଳଦ ଗାଡ଼ିରେ ବସି କୋଶ କୋଶ ଦୂରକୁ ଧୀରେ ଧୀରେ ହଲି ଦୋହଲି ଯିବାର ଅଭିଜ୍ଞତା ଆଉ କେତେ ଜଣଙ୍କର ବା ମନେ ଅଛି? ବଳଦ ଗାଡ଼ି ହେଉ ବା ଟାୟାର ଗାଡ଼ି ବା ସୁନ ଗାଡ଼ି, ଯାହାବି କେଉଁଠି ଗୋଟାଏ ଅଧେ ଅଛି ତାର ଫଟୋ ଫେସବୁକ୍ ବା ୟୁଟ୍ୟୁବରେ ଅପଲୋଡ୍ କରିଦେବା କଥା। ଆଗାମୀ ପିଢ଼ି ସେ ଫଟୋ ଦେଖି ଜାଣିବେ ଏମିତି ବି ଯାନବାହନ ଥିଲା ଯେଉଁଥିରେ ଲୋକମାନେ ଯାତାୟାତ କରୁଥିଲେ। ବରଗଛ ବା ଅଶ୍ୱସ୍ଥ ଗଛ ମୂଳେ ବସି ଥକା ମେଣ୍ଟାଉଥିଲେ। ଆମ୍ବ ତୋଟାରେ ଆରାମ କରୁଥିଲେ। ମାତ୍ର ଆଉ ସେ ଗଛ, ତୋଟା, ବଣ ନାହିଁ କି ସେ ଜାଗା ସବୁ ବି ନାହିଁ। ଆଜିକାଲି ତ ଗାଁରେ ଓହ୍ଲେଇବା ପାଇଁ 4 କିଲୋମିଟର ପୂର୍ବରୁ ହୁସିଆର ନ ହେଲେ ବସ୍ 2 କିଲୋମିଟର ଆଗକୁ ନେଇ ପଳେଇବ। ଗାଁର ସବୁ ପରିଚୟ ନଷ୍ଟ ହୋଇଗଲାଣି। ଏବେ ତ ଗାଁ କେବଳ ଗୋଟିଏ ଛୋଟିଆ
ସବୁଜ ସାଇନବୋର୍ଡରେ ସୀମିତ। ଆଗରୁ ସେ ବିସ୍ତୃତ ଶାଖା ପ୍ରଶାଖା ବିଶିଷ୍ଟ ବରଗଛ ହିଁ ଆମ ଗାଁର ଚିହ୍ନ। ଗାଁକୁ ଆସିଲା ବେଳେ ଅନେକ ଦୂରରୁ ଏଇ ଗଛ ଆଗେ ଦେଖାଦିଏ। ଗାଁ ଆସିଗଲା ଜାଣି ମନ ଆଶ୍ୱସ୍ତ ହୁଏ। ଜାଣନ୍ତୁ ଯେ ବରଗଛ ହିଁ ଗାଁର ପରିଚୟ ଥିଲା। ବିରାଟ ଗଛ, ଜଣା ନାହିଁ କେବେଠାରୁ ତାର ଏଇ ଶାଖା ପ୍ରଶାଖାର ବିସ୍ତୃତି। ସେଇ ଗଛଠୁ ଆମ ସାହିକୁ ରାସ୍ତା ଦି ଭାଗ ହୋଇଯାଇଛି। ପ୍ରଥମେ ତ ଦିଟା ଯାକ ମାଟି ରାସ୍ତା ଥିଲା। ତାପରେ ଗୋଟାଏ ଉପରେ କଂକ୍ରିଟ ଆଉ ପିଚୁ ଢଳେଇ ହେଲା ଏବଂ ଅନ୍ୟଟିରେ ଇଟା ବସାଗଲା। କଂକ୍ରିଟ ପିଚୁର ସଡ଼କଟି 4 ଲେନ୍‌ର ରାସ୍ତା ହୋଇଗଲା। ଆକାଶ ମୁହାଁ ରାସ୍ତା ସାମ୍ନାରେ ସବୁକିଛି ଛୋଟ ଦିଶିଲେ। ଦୁର୍ଗା ମନ୍ଦିର ବି ଛୋଟ ହୋଇଗଲା। ଘର ଅଗଣା ଛୋଟ ହୋଇଗଲା। ମଝିରେ ସମସ୍ତଙ୍କ ଠାରୁ ଉଚ୍ଚ ଓ ବିଶାଳ ଏନ୍‌ଏଚ୍ ଗର୍ବରେ ଉପର ମୁହାଁ ହୋଇ ଛିଡ଼ା ହୋଇଛି। ଯେଉଁଠି ଘଡ଼ିଏ ସୁଦ୍ଧା ଛିଡ଼ା ହେବା ସମ୍ଭବ ନୁହେଁ, କ୍ଷଣେ ଅଟକିବା ମଧ୍ୟ ସମ୍ଭବ ନୁହେଁ। ମୁନମୁନ ଗାଁର ଆଉ ସବୁ ଘଟଣାର ସଂକ୍ଷିପ୍ତ ବିବରଣୀ ଦେଉଥିଲା। କୁକୁର ଠାରୁ ଛେଳି ମେଣ୍ଢା ପର୍ଯ୍ୟନ୍ତ କଥା ପହଞ୍ଚିଗଲା। କହିଲା, ସକାଳେ ମା'ର ଛେଳି ସେଦିନ ଏନ୍‌ଏଚ୍ ଉପରକୁ ଚାଲିଗଲା। ଛେଳିକୁ ଧରିବା ପାଇଁ ବୁଢ଼ୀ ବି ଏନ୍‌ଏଚ୍ ଉପରକୁ ଚଢ଼ିଗଲା। ରାସ୍ତା ଉପରେ ଛେଳି ମେ ମେ କରି ଏଣେତେଣେ ଦୌଡ଼ୁଥିଲା। କୌଣସି ପ୍ରକାରେ ଛେଳିକୁ ଧରି ସେ ଗଛକୁ ବୁଲି ପଡ଼ିଲା ବେଳକୁ ଦୈତ୍ୟାକାର ଟ୍ରକ୍ ତା ଉପରେ ମାଡ଼ିଗଲା। ଛେଳି ତ ଚକଟି ହେଇଗଲା। ସକାଳେ ମା କିନ୍ତୁ ବଞ୍ଚିଗଲା। ଖାଲି ଯାହା ଡାହାଣ ଗୋଡ଼ଟା ଭାଙ୍ଗି ଯାଇଛି। ଟ୍ରକ୍ ତାକୁ ଧକ୍କା ଦେଇ ପଳେଇଲା। ବିଚରା ବୁଢ଼ୀ ଗୋଡ଼ରେ ପ୍ଲାଷ୍ଟର ଲଗେଇ ଘରେ ପଡ଼ିଛି। ବୁଢ଼ୀ ବୟସରେ ଭାରି କଷ୍ଟ ପାଉଛି। ଛେଳିଟା ଆଶ୍ରା ଥିଲା, ସେ ବି ଚାଲିଗଲା। ମୁଁ ଭାବୁଥିଲି ବୁଢ଼ୀଟା ବିଚରା କେତେ କଷ୍ଟ ଭୋଗୁଥିବ। କେତେବେଳେ ଯାଇ ତାକୁ ଟିକେ ଦେଖି ଆସିବି। ବୁଢ଼ୀ ବୟସରେ ଏମିତି ଯନ୍ତ୍ରଣା ଭୋଗିବାକୁ ପଡ଼ିଲା। ମୁନମୁନକୁ ପଚାରିଲି, ଆଚ୍ଛା କହିଲୁ, ବରଗଛକୁ କେମିତି ହଟେଇଲେ? ଏଡ଼େ ବିଶାଳ ଗଛ, ତାର ଚେର ତ ବହୁତ ଗଭୀରକୁ ଯାଇଥିବ। ପିଲାଦିନରୁ ମୋ ସ୍ମୃତିରେ ସେ ବରଗଛର ବିଶାଳ ଆକୃତି ଜୀବନ୍ତ ରହିଆସିଛି, ଠିକ୍ ନିଶ୍ୱାସ ପ୍ରଶ୍ୱାସ ପରି। ଆଜି ସେ ଗଛ ନାହିଁ, ତା ଚିହ୍ନ ବର୍ଣ୍ଣ ବି ନାହିଁ। ଗତଥର ଗାଁକୁ ଆସିଲା ବେଳେ ରାସ୍ତାର ବହୁତ ତଳେ ଗାତ ଭିତରେ ପଡ଼ିବା ପରି ଦିଶୁଥିଲା। ତାର ସବୁଜିମା ଶେଷ ହୋଇଯାଇଥିଲା। ଶୁଖିଲା କାଠଗଡ଼ ପଡ଼ି ରହିଥିଲା ଯାହା। ମୁନମୁନ କହିଲା, ଦିନେ ତ ଦିନରେ କାଟି କୁଟି ଫିଙ୍ଗିଦେଲେ। ଦିନେ ଦି ଦିନରେ କାଟି କୁଟି ଫିଙ୍ଗିଦେଲେ। ମେସିନ୍ କ'ଣ କରି ନ ପାରେ, ତା ମୂଳରୁ ଉପାଡ଼ି ଦେଲେ। ମୋର ମନେ ପଡ଼ିଲା, ପିଚୁ ସଡ଼କ ହେବା ଆଗରୁ ଗଛଟି ଗହଳିଆ ଡାଳପତ୍ରରେ ଭର୍ତ୍ତି ଥିଲା। ଶାଖା ପ୍ରଶାଖା ସବୁ ଚାରିଦିଗକୁ ଖେଳେଇ ହୋଇ ରହିଥିଲେ। ଲୋକମାନେ ତାରି ଛାଇ ତଳେ ବସି ଥକ୍କା ମେଣ୍ଟାଉଥିଲେ। ଆମେ ତାରି ଛାଇରେ ଖେଳୁଥିଲୁ। ତାର ଛାଇ ତଳେ ଦୂର ଗାଁରୁ ଆସୁଥିବା ନୂଆ ବୋହୂର ସବାରି ରହୁଥିଲା। ସବାରି ବୋହିବାବାଲା ସବାରି ରଖି ଘଡ଼ିଏ ଛାଇରେ ବସି ଥକ୍କା ମେଣ୍ଟାଉଥିଲେ, ଝାଳ ପୋଛୁଥିଲେ। ଭଉଣୀମାନେ ଶାଶୁଘରକୁ ଗଲାବେଳେ ମା କାନ୍ଦି କାନ୍ଦି ବରଗଛ ମୂଳ ପର୍ଯ୍ୟନ୍ତ ଆସୁଥିଲା। ଆମେ ସବୁ ଶଗଡ଼ ପଛେ ପଛେ ବରଗଛ ପର୍ଯ୍ୟନ୍ତ ଆସୁ। ପ୍ରତି ବିଦାୟ ବେଳେ ସତେ ଯେମିତି ମଣିଷମାନଙ୍କ ସାଙ୍ଗେ ବରଗଛ ବି ଉଦାସ ହୋଇଯାଏ। ଲାଗେ ବରଗଛ ବି ଭଉଣୀମାନଙ୍କୁ ପଚାରେ, ପୁଣି କେବେ ଫେରିବୁ ଝିଅ? ଆମେ ବରଗଛ ଛାଇରେ ଛିଡ଼ା ହୋଇ ଏକଲୟରେ ଚାହିଁ ରହୁ, ଭଉଣୀର ସବାରି ଅଦୃଶ୍ୟ ହେବା ପର୍ଯ୍ୟନ୍ତ। ମାତ୍ର ଆଜି ସେ ଗଛ ଆଉ ନାହିଁ, ସେ ଛାଇ ନାହିଁ। ଏବେ ତ କେବଳ ନିଶ୍ଚଳ ହାଇୱେ। ଆପଣ ଏଇ ହାଇୱେ କଡ଼ରେ ଖୋଲା ଆକାଶ ତଳେ ଛିଡ଼ା ହୋଇ ବସ୍‌କୁ ଅପେକ୍ଷା କରନ୍ତୁ। ଖରା ହେଉ ବା ବର୍ଷା ହେଉ, କୋଉଠି ହେଲେ ଛାଇ ଟିକେ ମିଳିବ ନାହିଁ। ମୋ ସ୍ମୃତିରେ ଘର କରିଥିବା ସେଇ ବରଗଛ ବିଷୟରେ ମୁଁ ଅନେକ ଚିନ୍ତା କରି ଜାଣିଲି, ଏମିତି ଖାଲିଟାରେ ସେ ବରଗଛର ଅନ୍ତ ଘଟିନାହିଁ। ଅକସ୍ମାତ୍ ତାର ମରଣ ହେଇନାହିଁ। କେବଳ ମେସିନ୍‌ର ଆଘାତରେ ତାର ମୃତ୍ୟୁ ଘଟିନାହିଁ। ବାସ୍ତବରେ ପ୍ରଥମେ ଗଛର ଆତ୍ମବିଶ୍ୱାସର ହତ୍ୟା କରାଗଲା। ଯେଉଁ ବୃକ୍ଷ ଗର୍ବରେ ଆକାଶ ଆଡ଼କୁ ମୁଣ୍ଡ ଟେକି ଛିଡ଼ା ହୋଇଥିଲା, ତାର ସେ ଗୌରବକୁ ନଷ୍ଟ କରାଗଲା ଏବଂ ତାହା ବି ଖୁବ୍ ସୁଚିନ୍ତିତ ଢଙ୍ଗରେ। ପ୍ରଥମେ ତାକୁ ଲାଗି
ମାଟିର ପାହାଡ଼ ତିଆରି କରାଗଲା, ପୁଣି ତାକୁ ସମତଳ କରାଗଲା, ଇଟା ବିଛାଗଲା, ତା ଉପରେ ଭଳିକି ଭଳି କଂକ୍ରିଟ ଆଉ ପିଚୁରେ ବାନ୍ଧି ହୋଇ ବିଚରା ବରଗଛଟି ଅବାଞ୍ଛିତ ଆଉ ଅପରିଚିତ ହୋଇ ଚାଲିଲା। ତାର ଡାଳ କାଟି ଛୋଟ କରାଗଲା, ତାର ବିଶାଳତାକୁ ଦିନକୁ ଦିନ ସଂକୁଚିତ କରାଗଲା। ତାପରେ ସେ ଗୋଟାଏ ତୁଚ୍ଛ ଅପାଙ୍କ୍ତେୟ ପରି ମନେ ହେଲା। ଧୀରେ ଧୀରେ ତା ଚାରିପାଖେ ଅପରିଚିତ, ବିପରୀତ ଓ ବିରୋଧୀ ବାତାବରଣ ସୃଷ୍ଟି ହେଲା। ଏପରି ଅବସ୍ଥାରେ ତାର ଜିଜିବିଷା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା। ମୃତ୍ୟୁ ପୂର୍ବରୁ ସେ ମୃତବତ୍ ହୋଇସାରିଥିଲା। ଏନେଚ୍ କିନ୍ତୁ କାହାକୁ ଖାତିର କରେନା। ସେ କେବଳ ଗୋଟିଏ କଥାକୁ ଧ୍ୟାନ ଦିଏ, ତାର ମାଲିକ କିଏ? ସେ ମାଲିକମାନେ ଗାଁରେ ଭଲମନ୍ଦ କଥା କାହିଁକି ଚିନ୍ତା କରିବେ? କାହିଁକି ଚିନ୍ତା କରିବେ ଓଜନିଆ ମାଲବାହୀ ଗାଡ଼ିମାନେ ତୀବ୍ର ଗତିରେ ଗଲାବେଳେ ଆମର ଘର ଅଗଣା କେମିତି ଥରି ଉଠେ? ବିକଟ ଚିତ୍କାର କରି ଗାଡ଼ିମାନେ ଯେତେବେଳେ ଦୌଡ଼ୁଥାନ୍ତି, ଆମ ଘରର କଅଁଳା ଛୁଆମାନେ କେମିତି ନିଦରୁ ଚମକି ଉଠି ରାହା ଧରି କାନ୍ଦନ୍ତି? ସେମାନଙ୍କର ବା ସେଥିରେ ଯାଏ ଆସେ କ'ଣ? ମୁନମୁନ କହୁଥିଲା, ଏଇ ଏନ୍ଏଚ୍ ପାଇଁ ହଜାର ହଜାର ଗଛ କାଟି ଦିଆଗଲା। ଅନେକ ଲୋକ ବିସ୍ଥାପିତ ହେଲେ, କ୍ଷତିପୂରଣ ମିଳିଲା ସିନା, ହେଲେ ପୂର୍ବର ସେଇ ବାତାବରଣ ଆଉ ଫେରିଆସିବ କି? ଏନ୍ଏଚ୍ ତିଆରି ସାଙ୍ଗରେ ତାର ଦୁଇ ପାଖରେ ଗଛବୃଛ ଲଗେଇବାର ଯୋଜନା କରାଯାଏ ନାହିଁ। ମଝିରେ କେବଳ କରବୀର ଓ କନିଅର ବୁଦା ଲଗାଯାଏ, ଯାହାଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ସିନା, ମାତ୍ର ଛାଇ ପାଇଁ କାମ ଦିଏ ନାହିଁ। ରାସ୍ତା ଦୁଇ ଧାରର ଯେଉଁ ଗଛମାନେ ମାଟିକୁ ଜାବୁଡ଼ି ଧରି ଛିଡ଼ା ହୋଇଥାନ୍ତି, ଲୋକଙ୍କୁ ଛାଇ ଦିଅନ୍ତି, ଏନ୍ଏଚ୍ ପାଇଁ ସେମାନେ କୌଣସି କାମରେ ଲାଗନ୍ତି ନାହିଁ। ଏଇ ଏନ୍ଏଚ୍ ତିଆରି କରିବା ଲୋକ ହଜାର ହଜାର ଗଛ କ୍ଷଣକରେ କାଟି ପକାନ୍ତି ସିନା, ଗୋଟିଏ ହେଲେ ଗଛ ଲଗେଇ ପାରନ୍ତି ନାହିଁ। ଯେଉଁ ଦିନଠୁ ଏ ହାଇୱେ ତିଆରି ହେଲାଣି, ଆମ ଗାଁର ଜଳବାୟୁରେ ତାତି ବଢ଼ିଲାଣି। ତା ସାଙ୍ଗକୁ ଡିଜେଲ ପେଟ୍ରୋଲ ଧୂଆଁର ପ୍ରଭାବ ବି ରହିଛି। ଚଢ଼େଇମାନେ ଲୋପ ପାଇବାକୁ ବସିଲେଣି। ଆଗରୁ ଗାଁ କହିଲେ ବୁଝାଏ ସହରଠୁ ଭିନ୍ନ ଏକ ଜାଗା, ଯେଉଁଠି ଗରମ ଦିନେ ମଧ୍ୟ ଲୋକମାନେ ଆରାମରେ ରହନ୍ତି। ହିମାଳୟ ନିକଟ ଏହି ସ୍ଥାନରେ ଖରାଦିନେ ବି ଲୋକମାନେ ଚାଦର ଘୋଡ଼ି ହୋଇ ଶୋଉଥିଲେ। କିନ୍ତୁ ଏବେ କ'ଣ ହେଲା? ପାଟନା ଆଉ ଗାଁ ଏକା କଥା। ତାପମାତ୍ରାରେ ମାତ୍ର 1-2 ଡିଗ୍ରୀର ଫରକ। ସେଇ ପିଚୁ, ସେଇ ସିମେଣ୍ଟ, ସେଇ କଂକ୍ରିଟ ବାଲି, ସେଇ ଗ୍ରୀଷ୍ମ ଏବଂ ସେଇ ତତଲା ପବନ। ସନ୍ଧ୍ୟାରେ ସକଳି ମା'କୁ ଦେଖିବାକୁ ଗଲାବେଳେ ବାଟରେ ଫେକନ କାମତ ସଙ୍ଗେ ଦେଖାହେଲା। ଆଗେ ଫେକନ ରିକ୍ସା ଚଲାଉଥିଲା, କିନ୍ତୁ ଏବେ ବନ୍ଦ କରିଦେଲାଣି। ତାର ଭଲମନ୍ଦ ପଚାରିବାରୁ କହିଲା, ଏନ୍ଏଚ୍ ହେବା ଦିନରୁ ତାର ରିକ୍ସା ବନ୍ଦ। ଆଉ କେଉଁଠୁ ରିକ୍ସା ମିଳିବ? ସାଇକେଲ ଖଣ୍ଡେ ବି ମିଳିବ ନାହିଁ। ମୋଟର ଗାଡ଼ି ରଖିବାର କ୍ଷମତା ଯାହାର ଅଛି, ସେ ଟେମ୍ପୋ ରଖିଲେଣି। ବିନା ଡିଜେଲ ବାଲା ବାହନ ଆଉ ନାହିଁ। ଗାଁରେ ଭଡ଼ାରେ ବୋଲେରୋ ଖୁବ୍ ମିଳୁଛି। ଯାହାର ଅଧିକ ଟଙ୍କା ଅଛି, ସେ ନିଜର ମୋଟର ଗାଡ଼ି ଚଢ଼ୁଛି। ଯିଏ ବୋଲେରୋ ଭଡ଼ା ଦେଇ ନ ପାରିବ, ସେ ଟେମ୍ପୋରେ ଯିବ। ଫେକନ ସାଙ୍ଗେ କଥା ହେଉ ହେଉ ସକଳି ମା ଘରେ ପହଞ୍ଚିଗଲି। ସକଳି ମା ଘର ଦୁଆର ମୁହଁରେ ବିଛଣାରେ ପଡ଼ି ରହିଥିଲା। ଗୋଡ଼ରେ ପ୍ଲାଷ୍ଟର ଲାଗିଥିଲା। ତା ପାଖକୁ ଯାଇ ପଚାରିଲି, ସକଳି ମା, ଦେହ କେମିତି ଅଛି? ବଡ଼ କଷ୍ଟ ହେଲା ନା ତମକୁ? ସକଳି ମା ପ୍ରଥମେ ଚିହ୍ନିବା ପାଇଁ ଚେଷ୍ଟା କଲା, ତାପରେ ଚିହ୍ନିପାରି କହିଲା, କ'ଣ ଆଉ ହାଲଚାଲ ହବରେ ବାବୁ? ବାସ୍ ବଞ୍ଚିଛି। ଲକ୍ଷ୍ମୀ ଛେଳି ମୋର ଚାଲିଗଲା। ଭାବିଥିଲି ଏଥର ସେ ଛୁଆ ଜନ୍ମ କଲେ ତାକୁ ଭଲରେ ପାଳିବି, ମୋତେ ସାହାରା ଭରସା ମିଳିବ। ହେଲେ ଭଗବାନ ସେ ଆଶ୍ରା ଟିକକ ଛଡ଼େଇ ନେଲେ। ସକଳି ମା ଘରୁ ଫେରିଲା ବେଳକୁ ରାତି ହେଇଯାଇଥିଲା। ବିଜୁଳି ଆଲୁଅ ଆସିନଥିଲା। ଟର୍ଚ୍ଚ ଆଲୁଅରେ ରାସ୍ତା ପାରି ହେଇ ଦୁଆର ମୁହଁରେ ପହଞ୍ଚିଲା ବେଳକୁ ଫଟ୍ କରି ଲାଇଟ୍ ଆସିଗଲା। ବିଜୁଳି ବଲ୍ବ ଜଳି ଉଠିଲା। ମୁନମୁନ କହିଲା, ଏବେ ବିଜୁଳି ଆସିଛି ମାନେ ରାତି ସାରା ରହିବ। ମୁଁ ଆଶ୍ୱସ୍ତ ହେଲି ଯେ ଏତେ ଗରମରେ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଏକ ମୈଥିଲି ଗଳ୍ପ। ଏହାର ଅନୁବାଦ କରିଛନ୍ତି ଅନୁବାଦିକା ଶ୍ରୀମତୀ ସଂଯୁକ୍ତା ନାୟକ। ଗଳ୍ପର ଶୀର୍ଷକ ଥିଲା ଗାଁ କଡ଼ରେ ହାଇୱେ।
ଗପକୁ ଉପସ୍ଥାପନା କରିବା ପୂର୍ବରୁ ଯାହା ସବୁ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ କହିଥିଲି, ବର୍ତ୍ତମାନ ତାହା ନିଶ୍ଚିତ ଭାବରେ ପ୍ରାସଙ୍ଗିକ ମନେ ହେଉଥିବ ଆପଣମାନଙ୍କୁ। ବିଶ୍ୱ ଜଗତୀକରଣର ସମୟରେ ବସ୍ତୁବାଦୀ ସଭ୍ୟତା ନିଶ୍ଚିତ ଭାବରେ ବିଜ୍ଞାନର ଜୟଯାତ୍ରାକୁ ନେଇ ବଞ୍ଚିଛି ସତ, ହେଲେ ଆମେ କେତେ ପୂର୍ଣ୍ଣ, କେତେ ଅପୂର୍ଣ୍ଣ, କେତେ ଅନ୍ତସାରଶୂନ୍ୟ ଆଉ କେତେ ନିଜ ଭିତରେ ନିଜେ ଆତ୍ମତୃପ୍ତ, ଏ ପ୍ରଶ୍ନ କେବଳ ଆମମାନଙ୍କ ପାଇଁ ଆମେ ଛାଡ଼ିଦେବା ଉଚିତ। ସମସ୍ତଙ୍କ ଉଦ୍ଦେଶ୍ୟରେ ତାକୁ ଛାଡ଼ିଦେବା ଉଚିତ। ନିଜ ପାଇଁ ମଧ୍ୟ ପ୍ରଶ୍ନର ଉତ୍ତର ଖୋଜିବା ଉଚିତ। ଆଜିର ଗପଟି ନିଶ୍ଚିତ ଭାବରେ ଆପଣମାନେ ଶୁଣିଥିବା ଅନ୍ୟାନ୍ୟ ବହୁ ଗପରୁ ଭିନ୍ନ ସ୍ୱାଦର, କିନ୍ତୁ ସମସ୍ୟାକୁ ଏତେ ସୁନ୍ଦର ଭାବରେ କୁହାଯାଇପାରେ, ଏ ଗପଟିକୁ ପଢ଼ିଲା ପରେ ଆପଣମାନଙ୍କର ନିଶ୍ଚୟ ଅନୁଭବ ହେବ। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।